नमस्कार जय जगन्नाथ वेलकम करुच्ची आज गोटे नुआ मिनी ब्लॉग को आज स्ट्रेट मु पड़े आसी डायरी फार्म को बहुत दिन डायरी फार्म रो किसी वीडियोस करनथली मते लागला डायरी फार्म गोटे बहुत इंपोर्टेंट सेगमेंट हम फार्म रो प्लस डायरी फार्म रो भी मेन जिनस जोटा मेन फैक्टर था से होची तांकर फीडिंग फीडिंग एंड मैनेजमेंट डायरी गाई किन देबाटा बड़ कथा नुहे कि तांको एते क्षीर करदबा बाहर करदबा एते क्षीर बाहर करदबा किसी बड़ कथा नुहे जेते पर्यंत आपन फीडिंग टा मैनेजमेंट टा ठीक भाबरे हेई नाही ଆପଣ ଡାଇରୀ ଫାର୍ମରେ ସକ୍ସେସଫୁଲ ହେଇପାରିବେ ନାହିଁ। ଆପଣମାନେ ଏଇଟା ଦେଖିପାରୁଥିବେ ଯୋଉ ହ୍ୱାଇଟ୍ କଲର ପାଉଡର ପଡିଛି ଏଇଟା ହଉଛି ମିନେରାଲ ମିକ୍ସଚର। ଆପଣ ମୁଁ ଆଗରୁ କହିଥିଲି ଆପଣ ଯୋଉମାନେ ଆଗରୁ ଭିଡିଓସ୍ ଦେଖିଥିବେ ସେମାନେ ଜାଣିଥିବେ କି ମିନେରାଲ ମିକ୍ସଚର ବି କେତେ ବଡ ରୋଲ ପ୍ଲେ କରେ ଗୋଟେ ଆମର ଡାଇରୀ ଫାର୍ମର ସକ୍ସେସଫୁଲ ହେବା ପାଇଁ। ଏଇଟା ଆପଣ ଦେଖିପାରୁଥିବେ ଗୋଟେ ଖାତା ଅଛି ସେ ଖାତାରେ ଆମର ସବୁ ଲେଖା ହେଇଛି କୋଉ ଦାନାରୁ କେତେ ଦିଆଯିବ କାହାକୁ କେତେ ଚୋକଡ଼ ଦିଆଯିବ କେତେ ମକା ଦିଆଯିବ କେତେ କୁଣ୍ଡା ଦିଆଯିବ ସବୁ ସ୍ପେସିଫିକ ଲେଖା ହେଇଛି। ଆଉ ମିନେରାଲ ମିକ୍ସଚର କେତେ ଦିଆଯିବ କେତେ ଦାନା ମିଲ୍କିଂ ପାଇଁ କେତେ ଦାନା ବାକି ଯୋଉମାନେ କ୍ଷୀର ଦଉନାହାନ୍ତି ତାଙ୍କ ପାଇଁ କେତେ ଦାନା ମେଣ୍ଟେନାନ୍ସ କେତେ ରେସିଓ ସବୁ ଜିନିଷ ଲେଖା ହେଇଛି। ତ ଆପଣ ମାନେ କେବେ ବି ଡିପେଣ୍ଡେଣ୍ଟ ହେବେ ନାହିଁ ଆପଣଙ୍କ ଲୋକଙ୍କ ଉପରେ କି ଆପଣଙ୍କ ଯୋଉମାନେ କାମ କରୁଛନ୍ତି ଡାଇରୀ ଫାର୍ମ ତାଙ୍କ ଉପରେ ସବୁ ଜିନିଷ ତାଙ୍କୁ ଲେ ଆଉଟ୍ କରିକି ଦିଅନ୍ତୁ। ଯେତେ ଲେଖିକି ରଖିବେ ଯେତେ ରେକର୍ଡ କରି ରଖିବେ ସେତେ ଆପଣଙ୍କ ପାଇଁ ସୁବିଧା ହବ। କେତେ ଗୋଟେ ଦିନରେ ଗୋଟେ ଗାଈ କ୍ଷୀର ଦଉଛି ସେଇ ହିସାବରେ ତାକୁ କେତେ ଦାନା ଦେବା କଥା। ତ ଟୋଟାଲ ଆପଣ 20ଟା ଗାଈ ଗୋଟେ ଦିନରେ କେତେ ଦାନା ଖାଉଛନ୍ତି ସେଇ ହିସାବରେ ଆପଣ ଦାନା ଆଣିଲେ ସେ କେତେ ଦିନ ଯିବ ପୁରା ସ୍ପେସିଫିକ ରେକର୍ଡ ଯେପର୍ଯ୍ୟନ୍ତ ଆପଣ ନ ରଖିଛନ୍ତି ଡାଇରୀ ଫାର୍ମରେ ସକ୍ସେସଫୁଲ ହେବାଟା ବହୁତ ହି ମୁସ୍କିଲ। କାରଣ ଡାଇରୀ ଫାର୍ମରେ ବହୁତ ଜିନିଷ ଆସିଥାଏ ଖାଲି ଏହା ନୁହେଁ କି ଆମର କ୍ଷୀର ଦୁହିଁ ଦେଲେ ବିକିଦେଲୁ ନା ସେତିକି ଜିନିଷ ନଥାଏ। ସକାଳୁ ଉଠିବେ ତାକୁ ଆପଣ ଲୋକ ଆସିବ ଗୋବର ସଫା କରିବ କ୍ଷୀର ଧୋଇବ କ୍ଷୀରକୁ ମପା ଯିବ ମପାଇକି କ୍ଷୀର ପ୍ୟାକ୍ କରାଯିବ ତାପରେ ଏପଟେ ଗାଈ ମାନଙ୍କୁ ଦାନା ଦିଆଯିବ ତାଙ୍କୁ ଧୁଆଯିବ ତାଙ୍କର ହିଟ୍ ତାଙ୍କର ଟେମ୍ପରେଚର ତାଙ୍କର ଅଲଗା କିଛି ଧର ଅସୁବିଧା ଅଛି କିଛି ଭଲ ଜିନିଷ ଅଛି ସବୁ ଦେଖିବେ ଚେକ୍ କରିବେ ତାଙ୍କ ଛୁଆକୁ ଦେଖିବେ କୋଉ ଚିରରୁ କେତେବେଳେ କ୍ଷୀର ଆସିଲା କଣ ନ ଆସିଲା ରୋଗ ବାଗ ଆପଣ ପିରିୟଡିକାଲି ରେଗୁଲାରଲି ଗୋଟେ ଆପଣ ଡକ୍ଟର ଆସୁଥିବେ ସପ୍ତାହ 2-3 ଥର ସେ ଆସିକି ଦେଖୁଥିବେ ସବୁ ଗାଈ ମାନଙ୍କୁ। ତ ବହୁତ ଜିନିଷ ଥାଏ ଏଥିରେ ଖାଲି ଏଠି ଏମିତି ନାଇଁ କି କ୍ଷୀର ପ୍ୟାକ୍ କରିଦେଲ ସେ କ୍ଷୀର ପ୍ୟାକ୍ କରିକି ଫେର ଯିବ ସେଠି ଆପଣଙ୍କ ଟ୍ରାଭେଲ ଏକ୍ସପେନ୍ସେସ୍ ଅଛି ସେଠି ଆପଣଙ୍କର ଯିଏ ଡେଲିଭରି କରିବ ସେ ଏକ୍ସପେନ୍ସେସ୍ ଅଛି ପ୍ଲସ କଷ୍ଟମର ମାନଙ୍କର ରିଆକ୍ସନ ରିଭ୍ୟୁ ସବୁ ନେବାର ଅଛି ତାଙ୍କ ରେସ୍ପନ୍ସ କଣ ରହୁଛି ଆପଣ କ୍ଷୀରକୁ ନେଇକି କେମିତି ଭଲ ହେଇପାରିବ କେମିତି କଣ ସବୁ ଠିକ ଠାକ ଚାଲିଛି ନା ନାଇଁ କଷ୍ଟମରକୁ କ୍ଷୀର ପହଞ୍ଚିଛି ନା ନାଇଁ ସବୁ ଜିନିଷ ବହୁତ ଜିନିଷ ଥାଏ। ତ ଖାଲି ଏଥିରେ କ୍ଷୀର ଧୋଇକି ବିକିଦେବା ନଥାଏ ବାକି ସବୁ ସେଇ ଜିନିଷ ଭିତରେ ସବୁଠୁ ମେଜର ଜିନିଷ ଥାଏ ଫିଡିଂ। ଫିଡିଂ ଟାରେ ମ୍ୟାକ୍ସିମମ୍ କଷ୍ଟ ଡାଇରୀ ଫାର୍ମର ମ୍ୟାକ୍ସିମମ୍ ଖର୍ଚ୍ଚ ଯୋଉଟା ରେକରିଂ କଷ୍ଟ ମାନେ ସବୁଦିନିଆ ଲାଗୁଥିବ ସେ ହଉଛି ଫିଡିଂ ଆଣ୍ଡ ଲେବର। ଏଇଟା ଆପଣ ମାନେ ମନେ ରଖିଥାନ୍ତୁ। ଫିଡିଂ ଟା ସେଥିପାଇଁ ସବୁବେଳେ ରେକର୍ଡେଡ ଆଉ ଗାଇଡେଡ ହିସାବରେ ଥିବାର ଅଛି। ଖାଲି ଆପଣ କହିଦେଲେ ହବନି କି ଆମେ ଏତିକି ଦାନା ଦଉଛୁ ସେତିକି ଦାନା ଦଉଛୁ ନାହିଁ ଆମେ ସ୍ପେସିଫିକ କେତେ କିଲୋ ଦିଆହଉଛି ସବୁ ସେଟା ଲେଖିକି ରଖନ୍ତୁ ଗୋଟେ ଡବାଟା କେତେ ଓଜନ ହଉଛି ସବୁ ଜିନିଷ ଲେଖିକି ସେ ଦେଖନ୍ତୁ କେମିତି ସେ ତମେ ଲାଇନ ରେ ଗୋଟେ ପରେ ଗୋଟେ ସେ ସିରିଏଲ ଦଉଛି ସେଠି ବତଉଛି ମୁଁ ତ କ୍ରସ କ୍ୱେଶ୍ଚନ ବି କରୁଛି ଆରେ କୋଉଠୁ କେତେ ଦେଲୁ ସେଠି କୁଣ୍ଡାରୁ କେତେ ଦେଖୁଥିବ ପଛରେ କୁଣ୍ଡା ରଖାହେଇଛି ମକା ରଖାହେଇଛି ଚୋକଡ ରଖାହେଇଛି ତ କୁଣ୍ଡାରୁ କେତେ ଦିଆଗଲା ମକାରୁ କେତେ ଦିଆଗଲା ଚୋକଡରୁ କେତେ ଦିଆଗଲା ହଳଦିଆ ଦାନା ଆମର ଡାଇରୀ ସ୍ପେଶାଲ ଟା କେତେ ଦିଆଗଲା ମଲାଇ ମାଖନ ଟା କେତେ ଦିଆଗଲା ସବୁ ସ୍ପେସିଫିକ ମୁଁ ପଚାରୁଛି। ଯେତେ କ୍ରସ କ୍ୱେଶ୍ଚନ କଲେ ଆପଣଙ୍କ ଲୋକଙ୍କ ଉପରେ ବି କନଫିଡେନ୍ସ ଆସିବ କି ହଁ ଇଏ ମତେ ପଚାରୁଛି ଇଏ ଜାଣିବା ପାଇଁ ଚାହୁଁଛି ଏମାନେ ଭଲକି ଦେଖୁଛନ୍ତି ତ ମୁଁ କାମଟା ଭଲ ହିଁ କରିବି ସେମାନେ ସେଇଟା ଚାହିଁବେ। ଏଇଠି ଆପଣ ମାନେ ଦେଖିପାରୁଥିବେ କେମିତି ସେ ଛାନିଆ ହେଇଗଲାଣି ତ ଦାନା ଆସିବ ବୋଲି ସେ ଛାନିଆ ହେଇଗଲାଣି। ଆମେ ଫାଷ୍ଟ କଣ କରୁ ଦାନାକୁ ନେଇ ଆସୁ ନେଇ ଆସିକି ଏମିତି ଦାନା ଦେଇଦଉ ଦେଇକି ସେଥିରେ ପାଣିରେ ଭଲ କିନା ତାକୁ ମିଶେଇ ଦଉ ମିଶେଇ ଦେଇକି ପାଣି ଫୁଲ କରିଦଉ ଆଉ ପାଣି ଫୁଲ କରିକି ଏମିତି ତାଙ୍କୁ 2 ତସଲା ଦିଆଯାଏ ଭଲ କି ଦାନା ସହିତ ପାଣି ବି ପିଅନ୍ତି ଭଲ କିନା ପେଟ ପୁରା ମାନେ ଯେହେତୁ ଖରା ସିଜନ ଚାଲୁଛି ସେମାନେ ପାଣି ଇନଟେକ୍ ଟା ବହୁତ ଭଲ କିନା ରଖିବାକୁ ପଡିବ ଦାନା ସହିତ ପେଟ ପୁରା ପାଣି ପିଇବେ 2 ଥର 2 ତସଲା ତାପରେ ତାପରେ ଥରେ କୁଟା ଖାଇସାରିଲା ପରେ ଘାସ ଖାଇସାରିଲା ପରେ ଆଉ ଗୋଟେ ତସଲା ଆମେ ଦଉ। ତ ଏଇଭଳିଆ ସିଷ୍ଟମ ତମ ଫିଡିଙ୍ଗ ହୁଏ ସକାଳେ 7ଟା 7:30 ଥରେ ଆଉ ଥରେ ପାଖାପାଖି ଗୋଟେ ବେଳେ ଥରେ ତ 2 ଥର ଆମେ ଫିଡିଙ୍ଗ କରୁ। ଆଉ ମିନେରାଲ ମିକ୍ସଚର ଭଲ ବି ଦେଇକି ମିନେରାଲ ମିକ୍ସଚର ଆପଣ ମାନେ ଜାଣିଥିବେ ଗାଈର ହିଟ୍ ଆସିବ ଠିକ ସେ ମିନେରାଲ ଡେଫିସିଏନ୍ସି ହବ ନାହିଁ ଗାଈ ଭଲ କିନା ଆକ୍ଟିଭ ରହିବ ତା ସ୍କିନ୍ ଗ୍ଲେଜ କରିବ ବହୁତ ଜିନିଷ ଥାଏ ମିନେରାଲ ମିକ୍ସଚର ବି ସବୁ ଜିନିଷ ମିଶେଇକି ଭଲ ଦାନା ଦେଇକି ଆମେ ଗାଈ ଫିଡିଙ୍ଗ କରୁ। ତ ଏଇଭଳିଆ ସ୍ପେସିଫିକ ଟପିକରେ ମୁଁ ଆକୁ ଭିଡିଓ ଜାଣିବି ବହୁତ ଖୁସିର ଆପଣଙ୍କ ଏକ୍ସାଇଟିଂ ଭିଡିଓ ବି ଆସୁଛି ଆପଣ ଦେଖିପାରୁଥିବେ। ଦେଖା ହବା ନେକ୍ସଟ ବ୍ଲଗ ରେ ଜୟ ଜଗନ୍ନାଥ।